କଥାରେ ଗୋଟେ ଅଛେ, ବୁଝି ବିଚାରି କାମ କଲେ ପ୍ରମାଦ ନ ପଡ଼ଇ ଭଲେ। ଯେନ୍ କବି ବି ଲେଖିଥିଲା ବହୁତ ବଢ଼ିଆ ଲେଖିଥିଲା। ଆପଣମାନେ ଏବେ ଆମେ ଯେତେବେଳେ ଯେନ୍ ଭିଡ଼ିଓଟା ପୋଷ୍ଟ କରିଥିଲୁ, ଯାହାକି ସୁଭଦ୍ରା ଯୋଜନାର ସଲେଣ୍ଡର ଅପସନ୍ରେ ଆପଣମାନେ ନେଇ କରନ୍ ବୋଲିକରି ସଲେଣ୍ଡର ଭୋଟ ଯଦି କରିଦେଉଛନ୍ ଆପଣମାନେ ବୋଲେ ସୁଭଦ୍ରା ପଇସା ଟୋଟାଲ୍ ନେଇ ପନ୍ ବୋଲି ମୁଇଁ ଆପଣଙ୍କୁ କହିଥିଲି। ହେଲେ ଆପଣମାନେ ଆମର ଯେନ୍ ଭିଡ଼ିଓଟା ଦେଖୁଛନ୍ ସ୍କିପ୍ କରିକି ସବୁବେଳେ ଦେଖୁଛନ୍, ଯାର ଦ୍ୱାରା କି ଆପଣ କିଛି ବୁଝି ନାଇଁ ପାରବା, ଜାଣି ନାଇଁ ପାରବା। କିନ୍ତୁ ଆପଣମାନେ ମନେ ରଖିବା କଥା, ଆମେ ଯେତେବେଳେ ବି ଯେନ୍ ଭିଡ଼ିଓଟା ଆମେ ପ୍ରୋଭାଇଡ଼ କରୁଛୁ ଆଜ୍ଞା, ସବୁବେଳେ ସଠିକ୍ ଖବର ଆପଣମାନଙ୍କର ଲାଗି। ଆମର କାମ ହେଲା ଆମେ ଆପଣଙ୍କୁ ସଠିକ୍ ଖବର ପହଞ୍ଚାବାଟା। ଆପଣମାନେ ଜାଣିଛନ୍ ଚାଷୀମାନଙ୍କର ଅପଡ଼େଟ୍ ଠାନୁ ବିଭିନ୍ନ ପ୍ରକାର ଅପଡ଼େଟ୍ 2022 ମସିହାନୁ ମୁଇଁ ସବୁବେଳେ ସଠିକ୍ ଖବରଟା ଚାଷୀମାନଙ୍କର ଠାନୁ ଚାଷୀମାନଙ୍କର ଅପଡ଼େଟ୍ ମୁଇଁ ସବୁବେଳେ ପ୍ରୋଭାଇଡ଼ କରୁଛେ। ତାର ସଙ୍ଗେ ସଙ୍ଗେ ଆମର ସୁଭଦ୍ରା ଯୋଜନା ସବୁବେଳେ ସଠିକ୍ ଖବରଟା ପ୍ରୋଭାଇଡ଼ କରୁଛୁ। କାଁ ଯେ ନା ଆମର ଯେତେ ବି ଆମର ଓଡ଼ିଶାରେ ଯେତେ ବି ମାଆ ମାନେ ଅଛନ୍ ସମସ୍ତେ ସୁରୁଖୁରୁରେ କେନ୍ତା କରି ସବୁ ତାଙ୍କ ସମସ୍ୟାର ସମାଧାନ କରିବେ, ସେ ବିଷୟରେ ଆମେ ବିଭିନ୍ନ ପ୍ରକାର ଭିଡ଼ିଓ ବି ପ୍ରଚାର କଲୁ। ଆଉ ମେନ୍ ଟପିକ୍ ଏବେ ରହିଲା ଆପଣଙ୍କର ସୁଭଦ୍ରା ଯୋଜନା ଯେନ୍ ସଲେଣ୍ଡର ହେଇଯାଇଛେ, ସଲେଣ୍ଡର ହେଇଛେ ଆପଣ କେନ୍ତା କରିଟା ଠିକ୍ କରିବେ। আর ସଲେଣ୍ଡରର ଯେତେବେଳେ ଆପଣମାନେ କରିଦେଉଛନ୍, ସରେଣ୍ଡର କରିଦେଉଛନ୍, କରିଦେଲା ପରେ ଆପଣଙ୍କ ମନେ ରଖନ୍ ଆପଣଙ୍କର 48 ଘଣ୍ଟା ମନେ ରଖନ୍ ଆଜ୍ଞା, ଆପଣଙ୍କର 48 ଘଣ୍ଟା ଭିତରେ ଆପଣଙ୍କର ସୁଭଦ୍ରା ପୋର୍ଟାଲରୁ ଆପଣଙ୍କର ନାଁଟା ହଟିଯିବା। ଯଦି ଆପଣମାନେ ସୁଭଦ୍ରାରେ ଯେତେବେଳେ ଟାଟସ୍ ଚେକ୍ କରୁଛନ୍ ଆର୍ ସରେଣ୍ଡର ଯଦି କରିଦେଉଛନ୍ ବୋଇଲେ ଆପଣଙ୍କର 48 ଘଣ୍ଟା ଭିତରେ ଆପଣଙ୍କ ନାଁଟା ହଟିଯିବା। ଆର୍ ଆପଣମାନେ ଭୁଲରେ ବି କେହି ବି ସୁଭଦ୍ରା ଯୋଜନା ଯେନ୍ 50,000 ଟଙ୍କା ପାଇମୁ ବୋଲି ଭାବିଥିଲେ, ସେ 50,000 ଟଙ୍କା ଆପଣ ଟୋଟାଲ୍ ନେଇ ପାଇପାରୁନ୍ ନା। ଏ ସବୁ ସମସ୍ୟାର ସମାଧାନ ଠିକ୍ କରବା ଲାଗି ଆପଣମାନେ ମୁଇଁ କଲ୍ ସେଣ୍ଟର ଜାଣିଛନ୍ 19 ଆମର କଲ୍ ସେଣ୍ଟରର ନମ୍ବର ହେଉଛି ଆଜ୍ଞା ଦେଖନ୍ 14678। ଇ ନମ୍ବରକେ ମୁଇଁ କଲ୍ କଲି। କଲ୍ କଲା ପରେ ସେ ଆଜ୍ଞା କାଣା କହିଛନ୍, କାଣା ନେଇ କହିବା, ସମ୍ପୂର୍ଣ୍ଣ ଡିଟେଲ୍ ଆସନ୍ ଶୁଣମା, ତାପରେ ଜାଣିପାରବେ। ତ ସେଥିଲାଗି ପହଲା कर ଆମର ଫେସବୁକ୍ରେ ଦେଖୁଛନ୍ ବୋଲେ ଟିକେ ଫଲୋ करतन, আর यूट्यूब्रे देखुचन बोले निहाती भाव में सब्सक्राइब करतन। भल भल खबर सठिक खबर मैंने जानबे आज्ञा। तो से मुई बारंबार भिडियो कहसी आपन के भल जिनिस देखन, भल खबर शुणन और भल जिनिस के जानन बोलिकरी। तो आसन आमर कल सेंटर आज्ञा मैंने रोचन, से मैंने काଣା कहचन काଣା नहीं संपूर्ण डिटेलटा ताकर मुहनु टिके सुनमा, जेनटा कि मुई कथा थी कल सेंटर ये सरेंडर ऑप्शन विषय से मैंने भी कही नहीं पारुचन, काଣା कहचन सब सुनला पर आपण डाउटटा क्लियर हो जावा। आर ये भिडियोटा निहाती आमर आपण सांग साथी मन के शेयर करदेवे। तार संग संग देखन आपण मैंने भूल भी सरेंडर नहीं करबे। केन मने करबे जेन मने अयोग्य से मने एका करबे, अयोग्य बोले देखन जेन मने चाकरी बाकरी करूचन से मने एका सरेंडर को। आसन कॉल रिकॉर्डिंग टिके सुनमा। सुभद्रा पोर्टालटा ऑन करूँ आज्ञा तो सही समय आम आधार नंबर देखी स्टाटस चेक करा जाउची। आज्ञा सर सही समय आधार नंबर देला परे ओटीपी देकी आम जेतेबेले निज स्टाटस देखुछु मैडम, आज्ञा सर ସେଥିରେ ଗୋଟେ ଅପସନ ଲେଖା ଅଛି ସେଲ୍ଫ ଡିକ୍ଲାରେସନ ଫର ଅପସନ ଆଉଟ ଅଫ ଦ ସୁଭଦ୍ରା ସ୍କିମ୍, आज्ञा ମାନେ ଯୋଉଟା କି ସରେଣ୍ଡର କରିବା ପାଇଁ କହୁଛି। आज्ञा ତ ସେଇଟା ଯଦି ଆମେ କ୍ଲିକ୍ କରିଦେଲେ ଆମ ସୁଭଦ୍ରା ଯୋଜନା ପାଇବାନି ସେଟା। आज्ञा सर आपण जदि सेठी क्लिक करछंती ହଁ ताल 24 घंटा भितरे आपण सुभद्रा येरु आपण बाहर जाउछंती, बुझले कि सुभद्रा योजना रो आपण बाहर जाउछंती, आपण सुभद्रा योजना टी पाई परिबेनी, बुझले कि मैडम देखंतु एबे गाँ गहली लोक जो माने जानि ना से माने से केमिति करिवे मैडम, जो माने भूल रे कर दैछंती। तो सर जो माने करिसंती तो सेठी पे आज्ञा सर दयाकर क्षमा करिवे, सरकार को तरफ रु सेमिति किछि सूचना आसी नै, बुझले कि तो दयाकर आपण अपेक्षा करंतु, आगु जदि सेमिति किछि सूचना आसे ताले आपण इन्फॉर्मेशन पाई परिबे, बुझले कि ना देखंतु मोर जानिबा से मैडम एबे मु जेतेबेले मोर स्टाटस चेक करथिली एबे सेथिरे लेखा होची जो सरेंडर को करबा रो ऑप्शन देछि ना, सेथिरे जदि भूल रे जदि इनपुट हे गला माने तार किछि आज्ञा। ଗୋଟେ उपाय आसंता बोले भलो होंता मैडम। सर आपण जा कहउछन हम बुझि पाछु, आपण को असुविधा बे हम दुखित, ये तो सरकार को तरफ रु सेमिति किछि सूचना आसी नै, बुझले कि हाँ नहीं कथा कौन होची कि मैडम ए जो सुभद्रा स्कीम तो आपण जानि छंती, ए जो मानकर पैसा न आसिया पय समस्ते से स्टाटस चेक करके एबे ଗୋଟେ ऑप्शन दे देला, देई देला पर एठी भाई क्लिक करले भाली आपण हमर पैसा आसीबो, एमिति भाबी कि हम गाँ रे भी 2-4 जण मारि दै छंती। तापर से माने आने कि मो पाखर जेते देखिली मो सेडा अरे तुम कोन ए कलो ना कहलो ना हम अजाणत रे हम पैसा आसे बोले हम एमिति चिपी दैछु जोडा कि सरेंडर हे जाइछि। आज्ञा
तो ସେଥିପାଇଁ ଆପଣଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ମ୍ୟାଡ଼ାମ ଆମ ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ନିହାତି ଆପଣ ମୋ କଲ୍ଟା ରେକର୍ଡ କରନ୍ତୁ ଆଜ୍ଞା ଆଉ ଗଭର୍ଣ୍ଣମେଣ୍ଟକୁ ତାର ଗୋଟେ ସଲ୍ୟୁସନ ଆଣନ୍ତୁ କାହିଁକି ନା ଏବେ ନୂଆ ସିଷ୍ଟମରେ ଲୋକେ ଅଜାଣତରେ ସବୁ କ୍ଲିକ୍ କରିଦେଉଛନ୍ତି ଆଜ୍ଞା ଯୋଉମାନେ ସାର୍ ପଇସା ପାଇଛନ୍ତି ସେମାନେ ବି କ୍ଲିକ୍ କରିଦେଉଛନ୍ତି ଯୋଉମାନେ ପଇସା ପାଇନାହାନ୍ତି ସେମାନେ ପଇସା ପାଇବା ଚକ୍କରରେ ଏସବୁ ନିଜର ଯୋଉ ଡାଟା ସବୁ ହରାଇ ବସୁଛନ୍ତି କିନ୍ତୁ ଆଜ୍ଞା ପ୍ରକୃତରେ ଏଇଟା କୋଉମାନେ କରିବା କଥା ମ୍ୟାଡ଼ାମ ଏଇ ଯୋଉ ସରେଣ୍ଡର କଥାଟା ତ ସାର୍ ଯୋଉମାନଙ୍କର ସୁଭଦ୍ରା ଯୋଜନାଟି ଆବଶ୍ୟକ ନାହିଁ ହଁ ତ ସେଇମାନେ ହିଁ କ୍ଲିକ୍ କରିବେ ତ ଯେହେତୁ ଆପଣ କରିଦେଇଛନ୍ତି ହୁଁ ତ ସେଥିପାଇଁ କ୍ଷମା ଚାହୁଁଛୁ ସାର୍ ଆପଣ ଦୟାକରି ଅପେକ୍ଷା କରନ୍ତୁ ସରକାରଙ୍କ ତରଫରୁ ସେମିତି କିଛି ସୂଚନା ଆସିନାହିଁ ଯଦି ହୁଁ ଆଗକୁ ଆସେ ତାହେଲେ ଆପଣ ଇନଫର୍ମେସନ ପାଇପାରିବେ ବୁଝିଲେ କି ନା ମ୍ୟାଡ଼ାମ ଦେଖନ୍ତୁ ଏଇ ଆପଣ କହିଲେ ଠିକ କଥା ସରକାର ତରଫରୁ ଆସିବ ବୋଲି କହୁଛନ୍ତି ମୁଁ ଆପଣଙ୍କୁ ବିନମ୍ତି ଅନୁରୋଧ କରୁଛି ମ୍ୟାଡ଼ାମ ଆପଣ ଆଜ୍ଞା ନିହାତି ସାର୍ ଏଇ ବିଷୟରେ ଗୋଟେ ସଲ୍ୟୁସନ ଆଣନ୍ତୁ ନହେଲେ ଆପଣ ଓଡ଼ିଶାରେ ବହୁତ ଲୋକ ମ୍ୟାଡ଼ାମ ହଇରାଣ ହେଇଯିବେ ଯୋଉମାନେ ଜାଣିଛନ୍ତି ମୁଁ ଏବେ ଇଂଲିଶ ପଢି ଜାଣୁଛି ଅଲପ ଅଲପ ମାନେ ମୁଁ ବଞ୍ଚିଗଲି ଯୋଉମାନେ ଆମ ଗାଁରେ ଜାଣିନାହାନ୍ତି ତାଙ୍କ ଛୁଆ ମାନେ ଯାଇକି ସେ ଟାଟସ୍ ଚେକ୍ କଲା ସମୟରେ ଟିକ୍ ଚିହ୍ନ ମାରିଦେଇକି ପୋଷ୍ଟ କରିଦଉଛନ୍ତି ଆଜ୍ଞା ତ ସେମାନଙ୍କ ଉପରେ ଭାରି ଅସୁବିଧା ଏବେ ମନେ କରାଯାଉ ମ୍ୟାଡ଼ାମ ଆପଣ ଘରେ ଅଛନ୍ତି ଆପଣଙ୍କ ମନେ କରାଯାଉ ଭଉଣୀ ଆପଣ ମୁଁ ଭଉଣୀ ହିସାବରେ ଆପଣଙ୍କୁ ସମ୍ମାନ କରୁଛି ଆପଣଙ୍କର ଆଜ୍ଞା ଯଦି ସାର୍ ଛୁଆ ଥିବ ସେ ଛୁଆଟା ସେ ଟାଟସ୍ ଦେଖିଲା ସମୟରେ ଯଦି ସେ ସେମିତି ମାରିଦେଲେ ତ ଫସିଯିବାଟା ଏଇଟା ଆଜ୍ଞା ସାର୍ ତ ଆପଣ ଯାହା କହୁଛନ୍ତି ଆମେ ବୁଝିପାରୁଛୁ ଆପଣଙ୍କ ଅସୁବିଧା ହେବେ ଆମେ ଦୁଃଖିତ ଯେହେତୁ ସାର୍ ସରକାରଙ୍କ ତରଫରୁ ସେମିତି କିଛି ସୂଚନା ଆସିନାହିଁ ବୁଝିଲେ କି ସେଥିପାଇଁ ହଁ କ୍ଷମା ଚାହୁଁଛୁ ସାର୍ ହଁ ଆପଣ ମୁଁ ଦୟାକରି ବୁଝିପାରୁଛି ଅପେକ୍ଷା ମ୍ୟାଡ଼ାମ ମୁଁ ବୁଝିପାରୁଛି ସରକାର ତରଫରୁ ଆସୁନି କିନ୍ତୁ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ ଆଜ୍ଞା କରୁଛି ଯେ ସରକାରଙ୍କୁ ଏଇ ଖବରଟା ପହଞ୍ଚାନ୍ତୁ ଯେମିତିକି ଆମେ ଆପଣଙ୍କୁ କଲ୍ କରି କହିଥିଲୁ ବାରମ୍ବାର ସୁଭଦ୍ରା ପାଇଁ ଟାଟସ୍ ଆଣନ୍ତୁ ଯୋଉଟା କି ଓପନ ପୋର୍ଟାଲ ବୋଲି ଆଉ କଲ୍ ଆଜ୍ଞା ମାଧ୍ୟମରେ ଆମେ ଜଣେଇଲା ପରେ ଆପଣ ଆମ ରିକ୍ୱେଷ୍ଟକୁ ରଖିଲେ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ କାହିଁକି ନା ଆମର କାମଟା ଆଜ୍ଞା ଆମେ ସାର୍ କରୁଛନ୍ତି ତ ଆଜ୍ଞା ସାର୍ ଏବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ନିହାତି ୟାର ଗୋଟେ ସଲ୍ୟୁସନ ପାଇଁ ଗୋଟେ ଗଭର୍ଣ୍ଣମେଣ୍ଟ କିଛି ଗୋଟେ ସଲ୍ଭ ଗୋଟେ କଲେ ଭଲ ହୁଅନ୍ତା ଆଜ୍ଞା ସାର୍ ଆପଣ ଯାହା କହୁଛନ୍ତି ଆପଣଙ୍କ କମ୍ପ୍ଲେନ୍ଟିକୁ ଆମେ ଆମ ଉପର ଅଫିସରକୁ ଜଣାଇ ଦେଉଛୁ ବୁଝିଲେ କି କାହିଁକି ନା ମ୍ୟାଡ଼ାମ ଦେଖନ୍ତୁ ଆମ ଗାଁ ଗହଳି ଯେତେ ଲୋକମାନେ ଅଛନ୍ତି ଯୋଉମାନେ କି ଅନପଢ ଯୋଉମାନେ କି ଇଂଲିଶରେ ଲେଖା ଅଛି କିଛି ଜାଣିନାହାନ୍ତି ଆଜ୍ଞା ସାର୍ ମନେ କରାଯାଉ ମୁଁ ବି ଏ ଜାଗାରେ ଇଂଲିଶ ଜାଣିନି ମାନେ କେମିତି ମାନେ ସମସ୍ତେ ପୁରା ଇଏ ବର୍ବାଦ ହେଇଯିବେ ମ୍ୟାଡ଼ାମ ଏଇଟା ଯେମିତି କି ଆଜ୍ଞା ସାର୍ ପିଏମ କିଷାନ ମିଳିବ ଆପଣ ଜାଣିଥିବେ ପିଏମ କିଷାନରେ ବି ସେମିତି ଭଲେଣ୍ଟିୟର ସିଲିଣ୍ଡର ଅପସନ ଥିଲା ସେଥିରେ ବି ଅଜଣା ଲୋକମାନେ ବହୁତ ହଇରାଣ ହେଇଗଲେ ତ ଏବେ ଯୋଉ ଆଜ୍ଞା ଏଇ ସାର୍ ନୂଆ ଅପସନଟା ଆସିଯାଇଛି ମାନେ ସମସ୍ତେ ପୁରା ମ୍ୟାଡ଼ାମ ଅସୁବିଧାରେ ପୁଣିଯିବ ନା ଏଇ ଅପସନଟା ସିଲିଣ୍ଡର ଅପସନଟା ଦେଲେ ବହୁତ ଭଲ କଥା କାହିଁକି ନା ଯୋଉମାନେ ଅଯୋଗ୍ୟ ଥାଇକି ଗଭର୍ଣ୍ଣମେଣ୍ଟର ପଇସା ହଡପ କରୁଛନ୍ତି ତାଙ୍କ ପାଇଁ ଏଇ ପଦକ୍ଷେପଟା ବହୁତ ଭଲ ପଦକ୍ଷେପ କାହିଁକି ନା ଏମିତି ନ କଲେ ବି ଯୋଉମାନେ ଅଯୋଗ୍ୟ ସେମାନେ ଗଭର୍ଣ୍ଣମେଣ୍ଟର ପଇସା ସବୁ ନେଇଯିବେ ଆଜ୍ଞା ସାର୍ ଏଇଟା ବହୁତ ଭଲ କଲେ କିନ୍ତୁ ୟାର ଆଗରୁ ଗୋଟେ ସଲ୍ୟୁସନ ଦେଲେ ଆମ ଓଡ଼ିଶାରେ ଯେତେ ମା ମାନେ ଅଛନ୍ତି ସମସ୍ତେ ଉପକୃତ ହୋଇପାରନ୍ତି ଆଜ୍ଞା ସାର୍ ଆପଣ ଯାହା କହୁଛନ୍ତି ଆମେ ଆପଣଙ୍କ କମ୍ପ୍ଲେନ୍ଟିକୁ ଆମେ ଉପର ଅଫିସରକୁ ଜଣାଇ ଦେଉଛୁ ବୁଝିଲେ କି ହଁ ହଁ ଯେମିତିକି ଆଜ୍ଞା ମ୍ୟାଡ଼ାମ ଆପଣଙ୍କୁ ମୁଁ ଅନୁରୋଧ କରୁଛି ଯେମିତି ୟାର କମ୍ପ୍ଲେନ୍ ଯେମିତି ବହୁତ ଶୀଘ୍ର ସମାଧାନ ହେଲେ ସମସ୍ତେ ଉପକୃତ ହୁଅନ୍ତି ମ୍ୟାଡ଼ାମ ଏଇଟା ମୋ ପାଇଁ କହୁନି ମ୍ୟାଡ଼ାମ ଏଇଟା ଓଡ଼ିଶାବାସୀଙ୍କ ପାଇଁ କୁହାଯାଉଛି ଆଜ୍ଞା କାହିଁକିନା ମୁଁ ଆମ ଗାଁର ମୁଁ 2-3 ଜଣ ଦେଖିଲି ସେମାନେ କହିଲେ ଆରେ ଦେଖେ ଇଏ ଯୋଉ ଦେଖାଯାଉଛି ସୁଭଦ୍ରାରେ ଇଏ ଯୋଉ ଟିକ୍ ଚିହ୍ନଟା ଦେଖିଦେଲି ଏଇଟା ମୋର ପଇସା ଆସିବ କି ମୁଁ ଯେତେବେଳେ ତାର ଚେକ୍ କଲି ଆରେ ଏଇ ତ ଖାଇଦେଲ ପୁରା ସୁଭଦ୍ରାକୁ ମାନେ ସରେଣ୍ଡର କରିଦେଇଛି ଆଉ କଣ ପଇସା ଆସିବ ଆଜ୍ଞା ସାର୍ ତ ସେଥିପାଇଁ କିଛି ସମସ୍ୟାର ସମାଧାନ କଲେ ଭଲ ହୁଅନ୍ତା ମ୍ୟାଡ଼ାମ ଏଇଟା ହିଁ ମୋର ଅନୁରୋଧ ହେଉଛି ଆପଣଙ୍କୁ ଆଜ୍ଞା ସାର୍